নে ଭର୍ତ୍ତି କର ପଲିଥିନ୍ର ଆଉ ନେଇ ବଡ଼ ଗଣ୍ଡାରେ ଛାଡ଼ିଦେମି। ଏଇ ଖସିକି ପଡ଼ିବ। ଦେଖ କେତେ ଖୁସିରେ ଗଲା ପାଣି ଭିତରକୁ। ଯା 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 ଯା। ସ୍ୱାଗତ କରୁଛି ସାଙ୍ଗମାନେ ସକାଳୁ ସକାଳୁ ଆଜିର ଗୋଟେ ନୂଆ ଫ୍ରେଶ୍ ଫ୍ଲକୁ। ସାଙ୍ଗମାନେ ସକାଳୁ ସକାଳୁ ମୁଁ ଏଇଠି ଉଠିକି ବସିଛି। ସାଙ୍ଗମାନେ ଏବେ ଚାଲିଛି ଖରାଦିନିଆ କାଳବୈଶାଖୀ। ସନ୍ଧ୍ୟା ହେଉଛି ତ ଭୟଙ୍କର ବର୍ଷା ପବନ ଆରମ୍ଭ ହୋଇଯାଉଛି। ଆଉ ଏପଟେ ଦେଖ ଟାଇଗରକୁ କେମିତି ପାଲ ଘୋଡ଼ା ଯାଇକି ରଖାଯାଇଛି। ପୁରା ବାନ୍ଧି ଦେଇଛି ନଈର, ଯେମିତି ପବନ ଉଡ଼େଇକି ନେଇକି ଯାଇପାରିବ ନାହିଁ। ଆଉ ଗୋଟେ ବଢ଼ିଆ ସୁନ୍ଦର ଜିନିଷ ମୁଁ ତୁମକୁ ଦେଖାଉଛି। କାଲି ଭୟଙ୍କର ବର୍ଷା ହେଉଥିଲା ରାତି 9ଟା ବେଳକୁ। କାଲି କ'ଣ ହେଇଛି ଦେଖ। এই ବାଲ୍ଟି ଭିତରେ ରଖାଯାଇଛି ଗୋଟେ ଭୟଙ୍କର ଜୀବ, ଯେଉଁଟାକୁ ଦେଖାଇବା କଥା ନୁହଁ ଇଲିଗାଲି। ତଥାପି ମୁଁ ତୁମକୁ ଦେଖାଇବାକୁ ଟ୍ରାଏ କରିବି। ଆଉ ଏଠି କାଲି ରାତି 9ଟା ବେଳକୁ ଧରିକି ରଖାଯାଇଛି। ଆଜି ତାକୁ ନେଇକି ଛଡ଼ାଯିବ ବଡ଼ ଗଣ୍ଡାରେ। ଆଉ ସକାଳୁ ସକାଳୁ ଏଠି କାଳନ୍ଦୀ କ'ଣ କରୁଛି ଦେଖ। ଘୁମେଇ ହେଇକି ମନକୁ ମାରିକି ଶୋଇଛି ବିଚରା। କ'ଣ ମନକୁ ମାରିକି ଶୋଇଛୁ? ଆକୁ ମୁଁ ଭାବୁଥିଲି ରଟୱେଲର ପପି, କିନ୍ତୁ ଏଟା ପ୍ରକୃତରେ ଡୋବରମ୍ୟାନ୍। ଭାରି ଚଙ୍ଗ ଚଙ୍ଗ ହେଉଛି ସବୁବେଳେ। ଶୁଣଟା ଟିକେ ଓଇ ଓଇ କାଳନ୍ଦୀ, ଆରେ ଶୁଣୁ। ଡୋବରମ୍ୟାନ୍ ସବୁବେଳେ ଅନବରତ ଦୌଡ଼ୁଥିବେ, ଭାରି ଫୁର୍ତ୍ତି ନା କ'ଣ କହୁଛୁ? ଭାରି ଭୟଙ୍କର ଆଗ୍ରେସିଭ ଶଳା। କିନ୍ତୁ ଫାଇନାଲି କାଳୁର ମାମୁଁ ଆସିକି ପହଞ୍ଚି ଯାଇଛି ମୋ ପାଖରେ। ଆଜି କ'ଣ ଏତେ ଖୁସି? ଏଇନାକା ତୁ ମନ ଦୁଃଖର ଶୋଇଥିଲୁ, ଏଇନାକା କ'ଣ ତ ମାମୁଁକୁ ଦେଖିକି ଖୁସି ହେଇଯାଉଛୁ? ଛଡ଼ା ଝଗଡ଼ା ଲାଗିବ ନାହିଁ। ଫାଇନାଲି ବର୍ତ୍ତମାନ ଟାଇମ୍ ହେଇଗଲା ଦେଖେଇବାର। ଏଇ ଦେଖ ସାହସିଆ ଯିଏ ସାହସିଆ, ମୋ ବୋଉ ଦେଖ କେତେ ସାହସିଆ। ବର୍ତ୍ତମାନ ଦେଖେଇଦେଲା। ଇଏ ହେଉଛି କଇଁଚ। ମୋ ବୋଉର ଅଭ୍ୟାସ ଅଛି ତା ବାପ ଘରେ ଧରିକି ଆଉ ନା ବୋଉ। ନେ ଭର୍ତ୍ତି କର ପଲିଥିନ୍ର ଆଉ ନେଇ ବଡ଼ ଗଣ୍ଡାରେ ଛାଡ଼ିଦେମି। ଏଇ ଖସିକି ପଡ଼ିବ। ରହ ମୁଁ ଆଣେ କିଲୋ ପାଲା କେତେ ଓଜନ। ଭାଇ ଚିରି ଦବ ଇଲୋ, ଚିରି ଦବ ସେ ପଲିଥିନ୍ଟା। ରହ ମୁଁ ଆଣେ ଦେଖିବା କେତେ ଓଜନ ଅଛି। କ'ଣ କରିବା ନା ସେ ବାଲ୍ଟି ବାଗ ନେଇଯିବା। ଦେଖିଆ ଗଳା 515 ଗ୍ରାମ। ଦେଖ ସାଙ୍ଗମାନେ, ଦେ ଖୋଲ ଖୋଲ, ସେ ଜରିରୁ ଖୋଲ। ସେ ବାଲ୍ଟି ବ୍ୟାଗ ନେଇକି ଯିବ। ଆପା କୁଆଡ଼େ ଯିବ? ଜରିରୁ ଖୋଲିଦେ। ଭାରି ସାହସିଆ ଦେଖେଇ ହେଉଥିଲୁ। ଜରି ଫରି ଛିଡ଼େଇ ଦେଲା। ଆଠୁ ବଡ଼ କଇଁଚ ମୋ ବୋଉ ଧରିଥିଲା ତା ବାପ ଘରେ। ନା ବୋଉ କେତେ ବଡ଼ ବୋଉ ସେଟା ହେବ? 3 କେଜି ପାଖାପାଖି ସେ କଇଁଚ ନା। ମୁଁ ଯାଉଛି ସାଙ୍ଗମାନେ ବର୍ତ୍ତମାନ ବଡ଼ ଗଣ୍ଡା। ଆଉ ମୋ ହାତରେ ଅଛି ଦେଖ ବାଲ୍ଟି ଭିତରେ କଇଁଚ। ସାହି ପଡ଼ିଶା ଲୋକ କହୁଥିଲେ ଆମକୁ ଦେଇଦିଅ କଇଁଚକୁ, ଆମେ ତାକୁ ଖାଇମୁ। ମୁଁ କିନ୍ତୁ ସିଧା ମନା କରିଦେଲି, କହିଲି ନା, ଯେହେତୁ ମୁଁ ଉଦ୍ଧାର କରିଛି ତା ଜୀବନକୁ ବଞ୍ଚାଇବା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁକରି ବୋଉ ମୋର କହିଲା ନେଇଯା, ଛାଡ଼ି ଦେଇକି ଆସିବୁ ବଡ଼ ଗଣ୍ଡାରେ। ତାକୁ ଯେମିତି କେହି ଧରି ନ ପାରିବେ, ସେଠି ପ୍ରବଳ ପାଣି, ସେଇଠି ସିଏ ଖୁସିରେ ବଞ୍ଚିବ ରହିବ। ଆଉ ସାଙ୍ଗମାନେ ବଡ଼ ଗଣ୍ଡାର ଭିଉ ଦେଖ। ସକାଳୁ ସକାଳୁ କେମିତି ଦେଖା ହେଉଛି ବଡ଼ ଗଣ୍ଡା। ପୁରା ସୁନ୍ଦର ଦେଖା ହେଉଛି। ଖାଲି ଗୋଟେ ଛୋଟ ଡଙ୍ଗାର ଆବଶ୍ୟକତା ଥିଲା। ଆଉ ଏଇଠି ଆମର କଇଁଚ ବାଲ୍ଟି ଭିତରେ, ଏଇଠି ତାକୁ ଛାଡ଼ିବା, ଖୁସିରେ ସେ ଭିତରକୁ ଯିବ। ସାଙ୍ଗମାନେ ଗୋଟେ ଜୀବନ ନେବା ଅପେକ୍ଷା ଗୋଟେ ଜୀବନ ଦେବାରେ ଯେଉଁ ଖୁସି ଥାଏ, ଯେଉଁ ଆନନ୍ଦ ଥାଏ, ଯେଉଁ ମଜା ଥାଏ, ସେଇଟା ଆଉ କେଉଁଠି ନଥାଏ। ବହୁତ ଖୁସି ଲାଗେ ଗୋଟେ ଜୀବନ ଦେଲେ। ଦେଖିବେ କେତେ ଖୁସିରେ ସେ ଯିବ ଏଇଠୁ ପାଣି ଭିତରକୁ। ଆରେ ଯାଉନୁ କିଆ, ଯା ଯା ଯା, ଏଠୁ ଚାଲି ଯା। ମୁଁ ତୋତେ କିଛି କରିବି ନାହିଁ, ଏଠୁ ଚାଲିକା ପଳା, ଯା ପାଣି ଭିତରକୁ ପଳା, ଯା ଯାଉନୁ। ଦେଖ କେତେ ଖୁସିରେ ଗଲା ପାଣି ଭିତରକୁ। ଯା 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 ଯା, ଏଇଟା ଯାଉଛି। ଯା ପଳା, ପାଣି ଭିତରେ ଖୁସିରେ ରହିବୁ, ବିନ୍ଦାସରେ ରହିବୁ। ତତେ ଏଠି କେହି ଜାଲ ପକାଇକି ଧରି ପାରିବେ ନାହିଁ। ଏଠି ଯେତେ ପାଣି ଅଛି, ଆଉ ଯଦି ବାଇଚାନ୍ସ ଧରା ପଡ଼ିଗଲୁ ସେଥିପାଇଁ ମୁଁ ଦାୟୀ ନୁହେଁ। ଯା ପଳା, ଯା ତାରି ଭିତରେ ରହିବୁ, ପଳା। ମାନେ ଗୋଟେ ପୁରା ଅଲଗା ପ୍ରକାରର ଖୁସି ଗୋଟେ ଲାଗୁଛି, ମାନେ ଯେଉଁଟାକୁ
कही हो नहीं शब्द माध्यम पूरा आ भितर से खुशीटा बढ़िया सुंदर लगिला आज सकाळ।